ଜଗନ୍ନାଥ। ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜି ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଗୋଟେ ସତ କଥା କହିବାକୁ ଯାଉଛି। ଆପଣମାନେ ଦେଖିଥିବେ ଦିନରେ ହଉ କି ରାତିରେ ହଉ କିଛି ଗାଈ ବାଛୁରୀ କି ବଳଦ ଏମାନେ ବୁଲିବାର ଆପଣମାନେ ଦୃଶ୍ୟ ଦେଖିଥିବେ। ଆଉ ଗୋଟିଏ କଥା କହିବାର ଅଛି, ଯେଉଁ ଭାଇମାନେ ଗାଈ ରଖୁଛନ୍ତି ସେମାନଙ୍କୁ ଯଦି ଯତ୍ନ ନ ନେଇ ପାରୁଛନ୍ତି ତାକୁ ଏମିତି ଖୋଲାରେ ଛାଡ଼ି ଦେଉଛନ୍ତି, କେଉଁଠି ରାସ୍ତାରେ ବୁଲୁଛନ୍ତି। ଆଉ ଗାଈ ଗର୍ଭବତୀ ହେଲା ପରେ କେଉଁଠି ବଣ ଜଙ୍ଗଲରେ ଛୁଆଟି ଜନ୍ମ ଦେଇଦେଉଛି। ଦେଇସାରିଲା ପରେ ସେ ତା'ର ନିଜେ ଯତ୍ନ ନେଉଛି, ଚାରିଆଡ଼େ ବୁଲୁଛି, ଶୀତ ଆକାରରେ ବୁଲି କେଉଁଠି ଗାଡ଼ି ଆକ୍ସିଡେଣ୍ଟ ହେଇଯାଉଛି, ମରିଯାଉଛି। ସେଥିପାଇଁ ଦାୟୀ କିଏ? ଯେଉଁ ଭାଇମାନେ ଗାଈ ରଖୁଛନ୍ତି, ପଶୁପକ୍ଷୀମାନଙ୍କୁ ପାଳୁଛନ୍ତି, ତାଙ୍କୁ ଠିକ୍ରେ ଯତ୍ନ ନିଅନ୍ତୁ। ମଣିଷ ତମେ ଯେମିତି ଖାଉଛ, ତିନିଓଳି ଖାଇଲେ ବଞ୍ଚୁଛ, ସେମିତି ତାଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ତାଙ୍କର ଯତ୍ନ ଠିକ୍ ନିଅନ୍ତୁ। ଏଦ୍ୱାରା ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଯଦି ଆପଣ ପଶୁପକ୍ଷୀମାନଙ୍କ ଉପରେ କି ଯେଉଁ ଗୃହପାଳିତ ପଶୁମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ତାହାର ପରିଣାମ ନିଶ୍ଚିତ ଆପଣ ଭୋଗିବେ। ଏଥିରେ ଭଗବାନ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ହୁଅନ୍ତି। ଯଦି ଆପଣ ସେମାନଙ୍କର ଯତ୍ନ ନିଅନ୍ତି ତାହେଲେ ଆପଣ ମଙ୍ଗଳ ହେବ। କଥାଟିକୁ ଆମର ଭଲ ଭାବରେ ଗୁରୁତ୍ୱ ନେବେ ଏବଂ ମନେ ରଖିବେ। ଜୟ ଜଗନ୍ନାଥ।